ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଜ୍ୟୋତ୍ସ୍ନା ମ୍ୟାଡ଼ାମ୍ ଆମର ପ୍ରଶ୍ନର ଉତ୍ତର ଦେବା ପାଇଁ ପୁରା ରେଡ଼ି ହେଇକି ଠିଆ ହେଇଛନ୍ତି। ତାପରେ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆପଣ ମାନେ କେମିତି ଅଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ। ଚିଠି ଲେଖି ଜଣେଇବେ। ନାଇଁ, କମେଣ୍ଟ ମାଧ୍ୟମରେ ଜଣେଇବେ। ଆଶା କରୁଛି ସମସ୍ତେ ଭଲରେ ଥିବେ। ଆଜିର ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟେ ରିକ୍ୱେଷ୍ଟ, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଦେଖିଲେ କ'ଣ ହେବ? ଦେଖିଲେ ମୋତେ ଖୁସି ଲାଗିବ। ଓକେ, ପ୍ରଶ୍ନ ଉତ୍ତର ଦେବା ପାଇଁ ରେଡ଼ି ତାହେଲେ। ଜଣେ ମଣିଷ ପାଣି ଭିତରେ ବୁଡ଼ିକି ଅଛି, କିନ୍ତୁ ତାର ଚୁଟି ଓଦା ହେଉନି, କାହିଁକି? ପାଣି ଭିତରେ ବୁଡ଼ିକି ଅଛି, ଚୁଟି ଓଦା ହେଇନି? ନା, ପାଣି ଭିତରେ ରହିଲେ ଚୁଟି କେମିତି ଓଦା ହେବନି? ସେ ପୁରା ବୁଡ଼ିକି ଅଛି, କିନ୍ତୁ ତାର ଚୁଟି ଓଦା ହେଲାନି, କାହିଁକି? ତାର ଚୁଟି ହିଁ ନଥିବ, ସେ ଲଣ୍ଡା ମୁଣ୍ଡିଆଟେ ହେଇଥିବ। ଠିକ୍ ଉତ୍ତର। ଏମିତି କେଉଁ ଜିନିଷ ଯେଉଁଟାକି ଆପଣଙ୍କ ଘର ଭିତରେ ଅଛି, ତାକୁ ଆପଣ ଟେକିକି ନେଇ ବାହାରକୁ ଯାଇପାରିବେ ନାହିଁ, କ'ଣ? ଏମିତି ଘର ଭିତରେ ଅଛି, ତାକୁ ଟେକିକି ଆମେ ବାହାରକୁ ନେଇପାରିବାନି? ନା। ବାହାରକୁ ନେଇପାରିବାନି, ଘର ଭିତରେ ଅଛି। ଘର ଭିତରେ କ'ଣ ଅଛି? ଏମିତି ଘର ଭିତରେ କ'ଣ ଥିବ? ସବୁ ତ ଟେକିକି ନେଇକି ଯାଇହେବ। ସେଇଟା ନେଇକି ଯାଇହେବନି। ଯାଇହେବନି? ନା। ଘର ଭିତରେ ସ୍ମୃତି ନୁହଁ, ଆଉ ଜିନିଷ କହିଲି। ଜିନିଷ ଘର ଭିତରେ ରହିଯିବ। ସେ ଘରୁ ବାହାରକୁ ଯାଇପାରିବ ନାହିଁ। ଛାଇ ନାଇଁ। ଆଉ ଆରେ ଘରର ଭିତର କାନ୍ଥ। ଓହୋ। ଏମିତି କେଉଁ ଜାଗା ଯେଉଁଠିକି 100 ଲୋକ ଗଲେ 101 ଫେରିବେ? 100 ଲୋକ ଗଲେ 101 ଫେରିବେ? ନାଇଁ ତ, ସେମିତି କିଛି ଜାଗା ନାହିଁ ତ। ଯଦି 100 ଲୋକ ଗଲେ 101 ବରଯାତ୍ରୀ ଠିକ୍ ଉତ୍ତର। କ'ଣ ଗୋଟେ ସାଉଣ୍ଡ ହେଉଛି? ଠାକୁରଙ୍କ ପାଖରେ ବୋଧେ ଘଣ୍ଟି ଫଣ୍ଟି କ'ଣ ବାଜୁଛି। 3ଟା ପ୍ରଶ୍ନ ହେଲା ନା? 3ଟା ପ୍ରଶ୍ନ ହେଲା। ଏଇ ସତ କଥା ହେଲା, ଗୋଟେ କଥା ପଚାରୁଛି। ତମେ ଆମେ ଯାଇଥିଲେ ଗଞ୍ଜାମ ଯାଇଥିଲେ, ଯଦି ତମେ ଗୋଟେ ଗଞ୍ଜାମ ପଟେ ଗୋଟେ ଜାଗା ତମକୁ ଶସ୍ତାରେ ମିଳିବ, ତମେ କିଣିବ ନା କିଣିବନି? ସେ ବାଟରେ ମୁଁ ଜାଗା କିଣି କ'ଣଟା କରିବି? ଯଦି ଶସ୍ତାରେ ମିଳିବ, ଶସ୍ତାରେ ମାନେ ମିଳିଲେ 1,00,000 ଟଙ୍କା ଭିତରେ ଯଦି ମିଳିଯିବ, ଶସ୍ତାରେ ମିଳିଲେ ବି ମୁଁ ସେତେ ଦୂରକୁ ଯାଇକି କ'ଣ କରିବି? କ'ଣ କରିବ? ହଁ, ଯେମିତି ବାହାସାହା ହେଇକି ଲୋକ ଅଛନ୍ତି, ଏଠି ଯେମିତି ଘରେ ରହୁଛ, ସେଠି ସେମିତି ଘରେ ରହିବ। ସେଠି ମୁଁ କ'ଣ କରିବି? ଏଠି ମୋର କାମ ଅଛି, ସେଠି ମୁଁ କ'ଣ କରିବି? ପାହାଡ଼ ଖୋଳିବ। ପାହାଡ଼ ଖୋଳି କ'ଣ କରିବି? ପଚାରୁଥିଲି, ଶସ୍ତାରେ ଯଦି ମିଳିବ କିଣିବ ନା କିଣିବନି? ନା। ଉତ୍ତର ପାଇଗଲି। ଏଥର ତମେ ତମ ପ୍ରଶ୍ନ କଣ୍ଟିନ୍ୟୁ କର। ଓକେ। କେଉଁ ଗଛକୁ ଚଢ଼ି ହେବ ନାହିଁ? କେଉଁ ଗଛରେ ଚଢ଼ି ହେବନି? ସେ ଗଛକୁ ଚଢ଼ି ହେବ ନାହିଁ। ସବୁ ଗଛରେ ଚଢ଼ି ହେବ ନା, ସେଇ ଗଛରେ ଚଢ଼ି ହେବନି। ଗଛ ମାନେ ହିଁ ଚଢ଼ି ହେବ। ସେଇ ଗଛରେ କେହି କେବେ ଚଢ଼ି ନାହାନ୍ତି। ଚଢ଼ି ନାହାନ୍ତି? ଚଢ଼ି ପାରିବେ ନାହିଁ। ମଣିଷ? ହଁ, ମଣିଷ କଥା କହୁଛି। ସବୁ ଦୁନିଆରେ ତ ଆମ୍ବ ଗଛଠାରୁ ଆରମ୍ଭ କରି ନଡ଼ିଆ ଗଛ, ତାଳ ଗଛ, ସବୁଥିରେ ଚଢ଼ି ହେବ। ନା, ସେଇ ଗଛରେ କେବେ ଚଢ଼ି ହେବ ନାହିଁ। ମଣିଷ ଗଛ? କହିବି ମୁଁ ନା ତମେ କହିବ? ଗଛ କେଉଁଠି ଚଢ଼ି ହେବନି, ଏଇଟା କ'ଣ? ସେଇ ଗଛରେ କେବେ ଚଢ଼ି ହେବ ନାହିଁ। କେଉଁ ଗଛ? କେଉଁ ଗଛ? କଦଳୀ ଗଛ। ସଜନା ଗଛରେ ବି ଚଢ଼ି ହେବନି ତ? ହଁ, ସଜନା ଗଛ ମୁଁ ଚଢ଼ିଛି, ଦୋଳି ଲଗେଇ ଦୋଳି ଖେଳିଛି। ସଜନା ଡାହି ତ ପୁରା ମସ୍କା ଡାହି, ଭାଙ୍ଗିଯିବ, ଧାଇଁକିନା ଭାଙ୍ଗିଯିବ। ଶାଗ ତୋଳିଲା ବେଳକୁ ବି ଡାହି ଭାଙ୍ଗି ଯାଉଛି। ଆରେ ମୁଁ ସଜନା ଗଛରେ ଦୋଳି ଲଗେଇ ଦୋଳି ଖେଳିଛି ପିଲାଦିନେ। ତା ମାନେ ତମେ ଦର୍ଶକ ବନ୍ଧୁ, ଆପଣମାନେ ବି ଭାବନ୍ତୁ କି ଇଏ ସଜନା ଗଛରେ ଦୋଳି ଖେଳିଛନ୍ତି ମାନେ ଇଏ କେତେ ମଜବୁତିଆ ଲୋକଟା ହେଇଥିବେ। କେତେ ମଜବୁତିଆ ଲୋକଟା ହେଇଥିବେ କମେଣ୍ଟ ମାଧ୍ୟମରେ ଜଣେଇବେ, ମୁଁ ଆଙ୍କୁ ପଢ଼ିକି ଶୁଣେଇବି।
ଟ୍ୟୁସନ୍ ଛୁଟି ହେଲା କେତେଟା ହେଲା? ଆଁ? ଏବେ ନେକ୍ସଟ କ୍ୱେଶ୍ଚିନ୍, ଏମିତି କେଉଁ ଜିନିଷ ଯାହାର 5ଟି ଆଙ୍ଗୁଳି ଅଛି ହଁ। କିନ୍ତୁ ତାର ଜୀବନ ନାହିଁ? 5ଟି ଆଙ୍ଗୁଳି କିନ୍ତୁ ଅଛି, ହୁଁ। ଆଙ୍ଗୁଳି ଥିବ ଜୀବନ ନାହିଁ ନା? ହୁଁ, ନା। ନିର୍ଜୀବ ସିଏ? ହୁଁ। ନିର୍ଜୀବ ହେଲେ ଆଙ୍ଗୁଳି ଅଛି, 5ଟି ଆଙ୍ଗୁଳି ନା ଅଧିକ? 5ଟି ନା ଅଧିକ? 5ଟି ଆଙ୍ଗୁଳି ଅଛି। କଣ୍ଢେଇ? କଣ୍ଢେଇ ହେଇପାରିବ, ମୋଜା ହେଇପାରିବ, ମୂର୍ତ୍ତି ହେଇପାରିବ। ହଉ, ମୋଜା? ହଁ 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 ମୋଜାରେ 5 ଆଙ୍ଗୁଳି ରହୁନାହିଁ। ହଁ ହଁ। ଏମିତି କେଉଁ ଜିନିଷ, ମାନେ ଏମିତି କ'ଣ ଯାହାକୁ ଆମେ ଦେଖିପାରିବା ନାହିଁ କିନ୍ତୁ ସାରା ଦୁନିଆ ଦେଖିବ? ଆମେ ଦେଖିବାନି? ସେ ଆମର ଏମିତି କ'ଣ ଯାହା ଆମେ ଦେଖିପାରିବାନି କିନ୍ତୁ ସାରା ଦୁନିଆ ଦେଖିବ? ଆମ ଭିତରେ ଥିବା ଗୁଣ ହୁଁ। ଆମେ ଦେଖିପାରିବାନି? କାହିଁ ଆମେ ଦେଖିପାରିବାନି? ଦେଖିପାରିବା ନା। ଆମ ଏମିତି କ'ଣ ଆମର ଆମର ଯୋଉଟାକି ଆମେ ଦେଖିପାରିବାନି କିନ୍ତୁ ସାରା ଦୁନିଆ ଦେଖିପାରିବ? କ'ଣ ସେଟା? ଆମ ଭୁଲ। ଆମ ଭୁଲ? ହଁ, ନିଜେ ଭୁଲକେ ନିଜେ ଦେଖେ ନା କ'ଣ ସାରା ଦୁନିଆ ଦେଖେ? ଆଉ ଆଜି ସମସ୍ତ ପ୍ରଶ୍ନ ସରିଗଲା। ସରିଗଲା? ହୁଁ। ଦର୍ଶକ ବନ୍ଧୁ, ଆଜିର କୋଶ୍ଚିନ୍ ସବୁ ସରିଯାଇଛି। ଆଉ ଭିଡ଼ିଓଟିକୁ ଯଦି ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, ଶେଷରେ ଲାଇକ୍, କମେଣ୍ଟ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ଆଜି ପାଇଁ ଏତିକି, ନମସ୍ତେ। ଭଲରେ ଥାଆନ୍ତୁ ସମସ୍ତେ।